କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ 1945 ସଂଶୋଧନ କରି କେନ୍ଦ୍ର ସରକାର ସିରପର ଓଭର ଦି କାଉଣ୍ଟର ବିକ୍ରୟକୁ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ ଫାର୍ମାସିରୁ ସିରପ କିଣିବା ପାଇଁ ଜଣେ ପଞ୍ଜୀକୃତ ଡାକ୍ତରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ପ୍ରେସ୍କ୍ରିପ୍ସନ ଦେବା ଆବଶ୍ୟକ ଅଟେ। କେନ୍ଦ୍ର ସରକାର ଜୁନ୍ 9, 2026ରେ ଜାରି ଏକ ବିଜ୍ଞପ୍ତି ମାଧ୍ୟମରେ ଔଷଧ ନିୟମ 2026 କାର୍ଯ୍ୟକାରୀ କରିଥିଲେ। ଏହି ସଂଶୋଧନ ଔଷଧ ଏବଂ ପ୍ରସାଧନ ଆଇନ 1940ର ଧାରା 12 ଏବଂ 33 ଅନୁଯାୟୀ କରାଯାଇଥିଲା ଏବଂ ସରକାରୀ ଗେଜେଟରେ ପ୍ରକାଶନ ପରେ କାର୍ଯ୍ୟକାରୀ ହୋଇଥିଲା। ସରକାର ଔଷଧ ନିୟମ 1945ର ସୂଚୀ କେରେ ତାଲିକାଭୁକ୍ତ ଔଷଧ ବର୍ଗରୁ ସିରପ ଶବ୍ଦକୁ ହଟାଇ ଦେଇଛନ୍ତି। ଫଳରେ ସିରପ ଆଉ ଓଭର ଦି କାଉଣ୍ଟର ଔଷଧ ବର୍ଗରେ ଆସିବ ନାହିଁ ଏବଂ ସେମାନଙ୍କ ବିକ୍ରୟ କଠୋର ନିୟାମକ ନିୟନ୍ତ୍ରଣ ଅଧୀନରେ ରହିବ। ନୂତନ ନିୟମ ଅନୁଯାୟୀ ଗ୍ରାହକମାନଙ୍କୁ କଫ୍ ସିରପ ସମେତ ଔଷଧୀୟ ସିରପ କିଣିବା ପାଇଁ ଜଣେ ପଞ୍ଜୀକୃତ ଡାକ୍ତରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ପ୍ରେସ୍କ୍ରିପ୍ସନ ଉପସ୍ଥାପନ କରିବା ପାଇଁ ପଡ଼ିବ। ଏହା ପୂର୍ବରୁ ଲୋକମାନେ ସିଧାସଳଖ ମେଡିକାଲ ଷ୍ଟୋରରୁ କିଣିଥିବା ସିରପର ନିୟମିତ କ୍ରୟକୁ ପ୍ରଭାବିତ କରିବ। ଏହି ସରକାରୀ ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦୂଷିତ କଫ୍ ସିରପ ସେବନ ସହିତ ଜଡ଼ିତ ଶିଶୁ ମୃତ୍ୟୁ ଘଟଣା ଔଷଧର ଗୁଣବତ୍ତା ଏବଂ ତଦାରଖ ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲା। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।